ଇସ୍କନ ବାଲା ଜ୍ୟାକ୍ସନ ଭିଲାରେ ଏବେ ଯେଉଁ ଅଦିନିଆ ରଥଯାତ୍ରା କରୁଛନ୍ତି ପ୍ରକୃତ ପକ୍ଷେ ସେ ବିଷୟ ହିନ୍ଦୁମାନେ ଆଉ ଜଗନ୍ନାଥ ପ୍ରେମୀଙ୍କ ମନକୁ ବହୁତ ବଡ଼ ଆଘାତ ଦେଉଛି। ସେମାନେ ବୁଝିବା ଦରକାର ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଯେଉଁ ରଥଯାତ୍ରା ଆଉ ରଥଯାତ୍ରାରେ ବ୍ୟବହାର ହେଉଥିବା ରଥଯାତ୍ରାରେ ବ୍ୟବହାର ହେଉଥିବା ରଙ୍ଗର କପଡ଼ା, ରଥଯାତ୍ରାରେ ବା ରଥରେ ଯେଉଁ ଦେବାଦେବୀ ପାର୍ଶ୍ୱଦେବୀ ଏ ସମସ୍ତ ପଛରେ ଗୋଟେ ତତ୍ତ୍ୱ ଅଛି। ବିନା ତତ୍ତ୍ୱରେ କୌଣସି ନୀତିକାନ୍ତି ବ୍ୟବସ୍ଥା ନାହିଁ। ଇଏ ସେ ତତ୍ତ୍ୱ ନୀତିକାନ୍ତି ବ୍ୟବସ୍ଥା ଯେଉଁ ବିଚାର ଯେଉଁ ସଂସ୍କୃତି କି ଅଛି ସେ ଜାଣି ଶୁଣିକି ସେମାନେ ଏ ସଂସ୍କୃତିକୁ ଆଘାତ ଦେଉନାହାନ୍ତି ଯେ ହିନ୍ଦୁମାନଙ୍କ ମନରେ ଆଘାତ ଦେଉଛନ୍ତି। ଏ ଯେଉଁ ଭାବପ୍ରବଣତାରେ ଏ ବିଷୟ ସେମାନେ କରୁନାହାନ୍ତି। ଏ ଇସ୍କନର ଏଇଭଳି ଭାବରେ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଂଶ କରି ବିଭିନ୍ନ କାର୍ଯ୍ୟକ୍ରମ କରିବା, ଅଦିନିଆ ରଥଯାତ୍ରା କରିବା ଏଟେ ଗୋଟେ ଯୋଜନାବଦ୍ଧ ଭାବରେ ଗୋଟେ ଚକ୍ରାନ୍ତ। ଆ ପଛରେ ଏ ହିନ୍ଦୁ ବ୍ୟବସ୍ଥା ପରମ୍ପରା ଧର୍ମକୁ ନଷ୍ଟ କରିବା ପାଇଁ ଏ ବ୍ୟବସ୍ଥା ଚାଲିଛି। ଆମେମାନେ ଏ ପ୍ରତି ହୁସିଆର ହେବା ଦରକାର। ଆଉ ଇସ୍କନର ଯେଉଁମାନେ ଏଠି ଆସି ଭାରତବର୍ଷରେ ଆସର ଜମାଉଛନ୍ତି ସେମାନଙ୍କୁ ବି ଏଥିରେ ବାଧା ଦେବା ଦରକାର। ଏଟା ସମୟର ଆବଶ୍ୟକତା।